ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ବ୍ଲକ ଗୁଡ଼ାପାଳ ଗ୍ରାମ ନିକଟରେ ନଦୀ ପଠାରୁ ଅଜ୍ଞାତ ଯୁବତୀଙ୍କ ମୃତଦେହ ଉଦ୍ଧାର। ନଦୀରେ ଭାସୁଛି ଯୁବତୀଙ୍କ ଶବ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା କୁଳିଅଣା ଥାନା ଅଞ୍ଚଳ ଘୋଡ଼ାପାଳ ଗ୍ରାମ ନିକଟ ନଦୀ ପଠାରେ। ସୂଚନା ଅନୁଯାୟୀ ଆଜି ସକାଳୁ ସକାଳୁ ଗ୍ରାମର ଲୋକମାନେ ଶୌଚ ହେବା ପାଇଁ ନିକଟ ନଦୀକୁ ଯାଇଥିବା ବେଳେ ଏକ ଶବ ଭାସୁଥିବାର ଦେଖି ଡରି ଯାଇଥିଲେ। ତେବେ ଖବର ଗ୍ରାମରେ ପ୍ରଘଟ ହେବା ଫଳରେ ସ୍ଥାନୀୟ କୁଳିଅଣା ଥାନାକୁ ଖବର ଦେଇଥିଲେ ଗ୍ରାମବାସୀ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀଙ୍କ ସହାୟତାରେ ଉକ୍ତ ଶବକୁ ଉଦ୍ଧାର କରିଥିଲେ। ଅନ୍ୟପକ୍ଷରେ ପାରିପାର୍ଶ୍ୱିକ ସ୍ଥିତିକୁ ଦେଖି ଅନୁମାନ କରାଯାଉଛି କି ଯୁବତୀଙ୍କୁ ହତ୍ୟା କରାଯାଇ ଅନ୍ୟ କୌଣସି ଅଞ୍ଚଳରେ ନଦୀରେ ଫିଙ୍ଗି ଦିଆଯାଇଥାଇପାରେ। ପରେ ପରେ ଶବଟି ଭାସି ଭାସି ଆସି ଘୋଡ଼ାପାଳ ଗ୍ରାମ ନିକଟରେ ପହଞ୍ଚି ଥାଇପାରେ। ତେବେ ବର୍ତ୍ତମାନ ଘଟଣାସ୍ଥଳରେ ପୋଲିସ ମୁତୟନ ଥିବା ବେଳେ ଅଧିକା ତନାଘନ ଜାରି ରଖିଛି। ମୃତ ଯୁବତୀଙ୍କ ବୟସ ହାରାହାରି 12ରୁ 15 ବର୍ଷ ମଧ୍ୟରେ ହେବ ବୋଲି ପୋଲିସ ଅନୁମାନ କରୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ମୃତ ଯୁବତୀଙ୍କ ପରିଚୟ ମିଳିପାରିନାହିଁ। ତେବେ ପୋଲିସ ତଦନ୍ତ ଜାରି ରଖିଛି। ବାରିପଦାରୁ ଗୌର ଦାସଙ୍କ ରିପୋର୍ଟ, ଜନତା ଏକ୍ସପ୍ରେସ।